79780 25B ମୋ ନାଁ ଭାରତ ଭୂଷଣ ରାଉତ, ଘର ଆଖ ଦକ୍ଷିଣୀ। କଣ ଏଠି ବେଆଇନ ଭାବରେ ଗତ 10 ବର୍ଷ ତଳେ ବାଲି ଉଠେଇବାକୁ ଉଦ୍ୟମ କରାଯାଇଥିଲା, କିନ୍ତୁ କିନ୍ତୁ ଆମେ ଗ୍ରାମବାସୀ ସମସ୍ତେ ମିଶି ରାସ୍ତା ଅବରୋଧ କରିଥିଲୁ। ଏବେ ବି ଆମ ନାଁରେ 107 କେସ୍ 20 ଜଣଙ୍କ ନାଁରେ ପଡିଥିଲା, ଆହୁରି ଅଧିକ ଲୋକଙ୍କ ନାଁରେ ପଡିଥିଲା। କିଛି ଜଣ ମୁକ୍ତ ହୋଇଛନ୍ତି, କିନ୍ତୁ ଆଉ ବର୍ତ୍ତମାନ 20ରୁ ଅଧିକ ଲୋକଙ୍କ ନାଁରେ ବର୍ତ୍ତମାନ 107 କେସ୍ ଅଛି। କୋର୍ଟରୁ ଏପର୍ଯ୍ୟନ୍ତ ସେ କେସ୍ କମ୍ପ୍ରମାଇଜ ହେଇପାରିନି। କିନ୍ତୁ 10 ବର୍ଷ ହେଲାଣି, ବିଗତ 10 ବର୍ଷ ହେଲାଣି ପ୍ରାୟ ସେଇ ବାଲିଘାଟ ବନ୍ଦ ଥିଲା। କିନ୍ତୁ ପୁଣି ଏବେ କିଛି ଦିନ ତଳେ କିଛି ଲୋକ ଆସି ଏଠି ଜବରଦସ୍ତି ବାଲି ଉଠେଇବା ପାଇଁ ଉଦ୍ୟମ କରାଯାଇଛି ଏବଂ ଗତକାଲି ଆସି ସେମାନେ ଏଠି ପୂଜା କରିକିରି ଅନୁକୂଳ କରିକିରି ବାଲି ଉଠେଇବେ ବୋଲି ବରଂ ଏଠି ତାଙ୍କର ପୂଜାପୂଜି କରିକି ଯାଇଛନ୍ତି ଏବଂ ତାଙ୍କର ଜେସିପି ଆଉ ଟ୍ରାକ୍ଟର ହେରିକା ପୁରେଇକି ଜବରଦସ୍ତି ବାଲି ଉଠେଇବେ ବୋଲି ଏଠି ଉଦ୍ୟମ କରି ଯାଇଛନ୍ତି। ତେଣୁ ଏଠି ଧମକ ଦେଇଛନ୍ତି ସେମାନେ ଯେ ଜବରଦସ୍ତି ବାଲି ଉଠାଣ ଏଠି ହବ। କିନ୍ତୁ ଆମେ ଗ୍ରାମବାସୀ ଚାହୁଁଛୁ ଯେ ବର୍ତ୍ତମାନ ଗ୍ରାମର ଇଏ ଅସୁବିଧା ଏବଂ ଏଠି ସରକାରୀ ଜାଗା ନାହିଁ, ସବୁ ଯାହା ଅଛି ବର୍ତ୍ତମାନ ଏଟା ଗ୍ରାମବାସୀଙ୍କର ଜାଗା। ତେଣୁ ସେ ଜାଗାରେ ଆମେ ବାଲି ଉଠେଇ ଦେବାକୁ ଚାହୁଁନାହୁଁ ଏବଂ ସେମାନେ ଜବରଦସ୍ତି ଏଠି ବାଲି ଉଠେଇବାକୁ ଚାହୁଁଛନ୍ତି। ଜବରଦସ୍ତି ଉଠେଇ ଆମେ ତାର ମାନେ କଡା ବିରୋଧ କରିବୁ। ଗ୍ରାମବାସୀ ସମସ୍ତେ ଏଠି ମାନେ ଉପସ୍ଥିତ ଅଛନ୍ତି। ରାସ୍ତା ରୋକ କରିକି ବର୍ତ୍ତମାନ ଆମେ କଡା ବିରୋଧ କରିବୁ। ତାର କୌଣସି ମତେ ଆମେ ବାଲି ଉଠେଇ ଦେବୁ ନାହିଁ। ମୋ ନାଁ ଅଭୟ କୁମାର ପଡା। ଏଠି ବାଲିଘାଟ ବେଆଇନ ଭାବେ ଆଉଛନ୍ତି ଚଲେଇବା ପାଇଁ। ଆମେ ଶ୍ମଶାନ ଏକ ଏକର ଶ୍ମଶାନ, ତା ଉପରେ ଆମର ପୁରୁଷଙ୍କର ମାଟି ଆଡେଇଲେ ମଧ୍ୟ ପାଉଁଶ ବାହାରିବ, ତା ଉପରେ ବାଲି ଚଲେଇବା ପାଇଁ ସେମାନେ ଉଦ୍ୟମ କରୁଛନ୍ତି। ଆମେ ତାକୁ ନ ଚଲେଇ ଦେବା ପାଇଁ ଇଏ କରିବା, ସେ ଆମକୁ ଧମକ ଦେଉଛନ୍ତି ଯେ ଆମେ ଉଠେଇବୁ, ତେମେ କଣ ଆମର କରିବା କଥା କରିବ। ଦୀର୍ଘ 11 ବର୍ଷ ହେଲା ଆମର ଏଠି ବାଲିଘାଟ ବନ୍ଦ ରହିଛି। ତା ସତ୍ତ୍ୱେ ପୁଣି ଆସିକି ସେମାନେ ବାଲିଘାଟ ଚଲେଇବା ପାଇଁ ଉଦ୍ୟମ କରୁଛନ୍ତି। ସେମାନେ ମାଫିଆ କିଏ କିଏ କଣ କରୁଛନ୍ତି ଆମେ କିଛି ସାର ମାଇନିଂ ନାଇଁ ନା, ମାଇନିଂ ଅଫିସର ବାଲା ଆମେ କଣ ଇଏ କରୁଛନ୍ତି। ସେମାନେ କହୁଛନ୍ତି ମାଇନିଂ ବାଲା ନେଇକି ଆମକୁ ନିଲାମ ଦେଇଛନ୍ତି, ଆମେ ଉଠେଇବୁ। ଯଦି ଉଠେଇବା ଆମେ ଏଠି ଦୂର ବିରୋଧ କରିବୁ। ଆମେ ଏଠି ସବୁ ରାସ୍ତା ରୋକ କରିବୁ। ଆଉ ଯୋଉ ଆମର ଗାଁର ଯୋଉ ସ୍ତ୍ରୀ ଲୋକମାନେ ସେମାନେ ଆସିକି ବସିବେ, ସବୁ ବନ୍ଦ ବାନ୍ଦ କରିବୁ। ଆର୍ଥକ ଭଳି ଆସିକି ବନ୍ଦ ବାନ୍ଦ କରିବୁ। ଆଉ ପୋଲିସ ବାଡଉ ମାରୁ ଆମକୁ ଯଦି ଯାହା କରିବା କଥା କରିବା। ଆଉ କଣ ବାଲି ଉଠେଇ ଦବୁ ନାହିଁ।